ବିଷ ଭକ୍ଷିଲେ ଉମାକାନ୍ତ। ଶ୍ରୀମଦ୍ଭାଗବତ ମହାପୁରାଣ କଥା। ଏକଦା ଅସୁରମାନେ ଅତ୍ୟନ୍ତ ପରାକ୍ରମୀ ହୋଇଉଠିଲେ ଓ ତାଙ୍କ ଚିରଶତ୍ରୁ ଦେବତାମାନଙ୍କୁ ଯୁଦ୍ଧରେ ପରାଜିତ କରି ବହୁ ଦେବତାଙ୍କୁ ମାରି ପକେଇଲେ। ଯାଗଯଜ୍ଞାଦି କର୍ମ ବିଲୁପ୍ତ ହେବାକୁ ଲାଗିଲା। ଆପଣାର ସୁରକ୍ଷା ପାଇଁ ଦେବଗଣ ଚିନ୍ତିତ ହୋଇପଡ଼ିଲେ। ଦେବତାମାନେ ଯାଇ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଭଗବାନ ବିଷ୍ଣୁଙ୍କ ଶରଣ ପଶିଲେ। ଭଗବାନ ବିଷ୍ଣୁ କହିଲେ, ଏ ସମୟ ହେଉଛି ଅସୁରମାନଙ୍କ ପାଇଁ ଅନୁକୂଳ। ସେମାନଙ୍କ ପାଇଁ କାଳର କୃପା ରହିଛି। ଯେ ପର୍ଯ୍ୟନ୍ତ ତୁମମାନଙ୍କ ପ୍ରତି କାଳ ଅନୁକୂଳ ହୋଇନାହିଁ, ସେ ପର୍ଯ୍ୟନ୍ତ ତୁମେ ଦାନବଙ୍କ ସହ ସନ୍ଧି ସ୍ଥାପନ କର। କିଛି ବଡ଼ କାର୍ଯ୍ୟ କରିବାକୁ ହେଲେ ଶତ୍ରୁଙ୍କ ସହିତ ସନ୍ଧି କରିନେବା ଆବଶ୍ୟକ ହୋଇଥାଏ। ତୁମେମାନେ ଅମୃତ ଉତ୍ପାଦନ ପାଇଁ ପ୍ରଯତ୍ନ କର, ଯାହାକୁ ପାନ କଲେ ମୃତ୍ୟୁଗ୍ରସ୍ତ ପ୍ରାଣୀ ମଧ୍ୟ ଅମର ହୋଇଯାଏ। ତୁମେ କ୍ଷୀର ସମୁଦ୍ରରେ ସମସ୍ତ ଗୁଳ୍ମ, ତୃଣ, ସୋଧି ଆଦି ନିକ୍ଷେପ କର ଏବଂ ମନ୍ଦର ପର୍ବତକୁ ଖୁଆଦଣ୍ଡ ଓ ବାସୁକୀ ନାଗକୁ ଖୁଆରଜ୍ଜୁ କରି ଅସୁରମାନଙ୍କ ସହ କ୍ଷୀର ସମୁଦ୍ର ମନ୍ଥନ କର। ଏଥିରେ ଅସୁରମାନଙ୍କୁ ମିଳିବ କେବଳ ଶ୍ରମ ଏବଂ କ୍ଲେଶ ଓ ତୁମକୁ ମିଳିବ ଫଳ। ଯେଉଁ କାର୍ଯ୍ୟ ଶାନ୍ତିରେ ହୋଇପାରିବ ସେଥିପାଇଁ କ୍ରୋଧ କରିବା ନିଷ୍ପ୍ରୟୋଜନ। ପ୍ରଥମେ ସମୁଦ୍ର ମନ୍ଥନରୁ କାଳକୂଟ ବିଷ ବାହାରିବ। ସେଥିରେ ତୁମେମାନେ ଭୟଭୀତ ହେବ ନାହିଁ ଏବଂ ଅନ୍ୟ ସବୁ ଯାହା ବାହାରିବ ତାହା ପ୍ରତି ଲୋଭ କରିବ ନାହିଁ। ବିଷ୍ଣୁଙ୍କ କଥାରେ ଦେବ ଗଣ ଅସୁରମାନଙ୍କ ସହିତ ଅମୃତ ପ୍ରାପ୍ତି ପାଇଁ ସାଗର ମନ୍ଥନ କରିବାକୁ ମନସ୍ଥ କଲେ। ପକ୍ଷୀରାଜ ଗରୁଡ଼ଙ୍କ ସାହାଯ୍ୟରେ ମନ୍ଦର ପର୍ବତକୁ ଆଣି ଖୁଆଦଣ୍ଡ ଭାବେ ସାଗରରେ ସ୍ଥାପନ କରାଗଲା। ବାସୁକୀନାଗକୁ ଋଜୁ କରି ମନ୍ଦର ପର୍ବତ ସହ ବେଢ଼ାଇ ଦିଆଗଲା। ଅସୁରମାନେ ବାସୁକୀଙ୍କ ଲାଙ୍ଗୁଡ଼ ଓ ଦେବତାମାନେ ମୁଣ୍ଡ ପଟକୁ ଧରି ଖୁବ ଜୋରରେ ବୁଲାଇବାରେ ଲାଗିଲେ। ମାତ୍ର ମନ୍ଦର ପର୍ବତର କୌଣସି ଆଧାର ନଥିବାରୁ ତାହା ଅତଳ ସାଗର ମଧ୍ୟରେ ବୁଡ଼ିବାରେ ଲାଗିଲା। ଭଗବାନ ବିଷ୍ଣୁ ଏହାକୁ ଦେଖି ଏକ ବିଚିତ୍ର କଚ୍ଛପ ରୂପରେ ସମୁଦ୍ର ଜଳରେ ପ୍ରବେଶ କରି ମନ୍ଦରକୁ ପୃଷ୍ଠରେ ଧାରଣ କଲେ। ପୁଣି ମନ୍ଦର ପର୍ବତ ଉପରେ ବିଷ୍ଣୁ ଆଉ ଏକ ପର୍ବତକୁ ରଖି ନିଜ ସହସ୍ରବାହୁ ଦ୍ରା ଚାପି ରଖିଲେ। ଏଥର ଖୁଆଦଣ୍ଡ ସ୍ଥିର ରହିଲା ଏବଂ ଦେବତା ଓ ଅସୁରମାନଙ୍କ ମଧ୍ୟରେ ପୂର୍ବ ଉଲ୍ଲାସ ଫେରି ଆସିବାରୁ ଦ୍ରୁତ ଗତିରେ ସାଗର ମନ୍ଥନ ଆରମ୍ଭ ହେଲା। ଅତି କଷ୍ଟରେ ବାସୁକୀଙ୍କ ଚକ୍ଷୁ ଓ ନିଶ୍ୱାସରୁ ଅଗ୍ନି ଓ ଖର ବାୟୁ ନିର୍ଗତ ହେବାରୁ ଦେବତା ଅସୁରମାନେ ଅଣନିଃଶ୍ୱାସୀ ହୋଇପଡ଼ିଲେ। ପ୍ରବଳ ବୃଷ୍ଟିପାତ ଓ ଜଳକଣା ସୃଷ୍ଟି କରି ଭଗବାନ ଏହାକୁ ଶାନ୍ତ କରାଇ ଦେବାରୁ ପୁନର୍ବାର ସାଗର ମନ୍ଥନ ଆରମ୍ଭ ହେଲା। ଭଗବାନ କହିଥିବା କଥାନୁଯାୟୀ ସମୁଦ୍ରରୁ ଅମୃତ ବାହାରିବ କଣ? ସର୍ବପ୍ରଥମେ ହଳାହଳ ବୋଲି ଏକ ଉତ୍କଟ ଜହର ବାହାରି ଉଧ ସମଗ୍ର ବ୍ରହ୍ମାଣ୍ଡକୁ ବ୍ୟାପିଗଲା। ଜଣାଗଲା ସେହି ବିଷର ପ୍ରଭାବରେ ଯେପରି ସମସ୍ତ ସୃଷ୍ଟି ନାଶ ହୋଇଯିବ। କରାଯିବ କଣ ବୋଲି ସମସ୍ତେ ଚିନ୍ତିତ ହୋଇପଡ଼ିଲେ। ଆଉ କିଛି ଉପାୟ ନ ଦେଖି ସମସ୍ତ ପ୍ରଜାପତି ଯାଇ ଭଗବାନ ଶଙ୍କରଙ୍କ ଶରଣ ପଶିଲେ। ସେହି ସମୟରେ ଭଗବାନ ଶଙ୍କର ସତୀଙ୍କ ସହ କୈଳାସ ପର୍ବତରେ ରହୁଥିଲେ। ପ୍ରଜାପତିମାନେ ସେଠାରେ ପହଞ୍ଚି ଶିବଙ୍କୁ ସ୍ତୁତି କରି କହିଲେ, ହେ ଦେବଦେବ ମହାଦେବ, ଆପଣ ସମସ୍ତ ପ୍ରାଣୀଙ୍କ ଆତ୍ମା। ଆମେମାନେ ଆପଣଙ୍କ ଶରଣାପନ୍ନ। ଆପଣ ତ୍ରିଭୁବନକୁ ଦହନ କରୁଥିବା ଏ କାଳକୂଟ ବିଷ ଜଳାରୁ ଆମକୁ ରକ୍ଷା କରନ୍ତୁ। ଆପଣଙ୍କ ଲୀଳା ଅବ୍ୟକ୍ତ। ଲୋକଙ୍କ ମଙ୍ଗଳ ନିମନ୍ତେ ହିଁ ଆପଣ ବ୍ୟକ୍ତ ରୂପରେ ରହିଛନ୍ତି। ଆପଣ ମଙ୍ଗଳମୟ। ଆପଣ ଓଁକାର ରୂପେ ଯେଉଁ ଶ୍ୟାମ ଜ୍ୟୋତିରେ ଅବସ୍ଥାନ କରିଛନ୍ତି ତାହାକୁ ଶିବ ଆଖ୍ୟା ଦିଆଯାଇଛି। ଏହି ବିଷମ ସଙ୍କଟରୁ କେବଳ ଆପଣ ହିଁ ଉଦ୍ଧାର କରିବା ନିମନ୍ତେ ସମର୍ଥ। ହେ ଦେବେଶ, ଆପଣ ଆମକୁ ରକ୍ଷା କରନ୍ତୁ। ପ୍ରଜାମାନଙ୍କ ବିକଳ ଦେଖି ଭଗବାନ ଶିବ ସତୀଙ୍କୁ କହିଲେ, ଭବାନୀ, ଦେଖ, ସାଗର ମନ୍ଥନରୁ ଜାତ କାଳକୂଟ ବିଷ ପାଇଁ ସମସ୍ତ ପ୍ରଜାମାନଙ୍କର କିପରି ବିପଦ ଉପସ୍ଥିତ ହୋଇଛି। ଏମାନଙ୍କୁ ଅଭୟ ଦାନ କରିବା ସମର୍ଥ ବ୍ୟକ୍ତିର କର୍ତ୍ତବ୍ୟ। ଏଣୁ ମୁଁ ଜଗତର କଲ୍ୟାଣ ପାଇଁ ଏହି ହଳାହଳ ବିଷକୁ ପାନ କରୁଛି। ଭବାନୀ ଶଙ୍କରଙ୍କ ପ୍ରଭାବ ଜାଣିଥିଲେ। ତେଣୁ ସେ ଏହାକୁ ଅନୁମୋଦନ କଲେ ଏବଂ ବିଶ୍ୱଭାବନ ପ୍ରଭୁ ଭୋଳାନାଥ ବିଷପାନରେ ପ୍ରବୃତ୍ତ ହେଲେ। ମଙ୍ଗଳମୟ ସଦାଶିବ ଚାରିଆଡ଼େ ବ୍ୟାପି ଯାଇଥିବା ହଳାହଳ ବିଷକୁ ନିଜ ପାପୁଲିକୁ ଉଠାଇ ଆଣି ପାନ କରିଦେଲେ। ସଂସାର ରକ୍ଷା ପାଇଗଲା। କିନ୍ତୁ ଏହି ହଳାହଳ ଭଗବାନ ଶଙ୍କରଙ୍କ ଗଳାରେ ଯାଇ ରହିଗଲା। ପ୍ରଭୁ ଶଙ୍କର ହେଲେ ନୀଳକଣ୍ଠ।
ସପାନ କରୁଥିଲା ବେଳେ ହାତରୁ ତାଙ୍କର କେଇ ବୁନ୍ଦସ ଝରି ପଡ଼ିଥିଲା। ସେହି ବିଷକୁ ସାପ ବିଛା ଓ କିଛି ବୃକ୍ଷଲତା ଗ୍ରହଣ କରି ସଯୁକ୍ତ ହେଲେ। ସମସ୍ତେ ଆଶ୍ୱସ୍ତ ହେଲେ ଏବଂ ପୁଣି କ୍ଷିପ୍ରଗତିରେ ଖୁଆଦଣ୍ଡ ବୁଲାଇ ସାଗର ମନ୍ଥନ ଆରମ୍ଭ ହେଲା। ଦେବାଧିଦେବ ମହାଦେବ ସମସ୍ତଙ୍କ କାମନା ପୂର୍ଣ୍ଣ କରନ୍ତି। ବିଷପାନରୂପକ ତାଙ୍କର ଏ ଅଦ୍ଭୁତ କର୍ମ ଦେଖି ସମସ୍ତ ଦେବତା, ପ୍ରଜାଗଣ ତଥା ଦକ୍ଷକନ୍ୟା ସତୀ ତାଙ୍କର ପ୍ରଶଂସା କରୁଥିଲେ। ବିଷପାନ କରି ଭଗବାନ ଶିବଙ୍କ କଣ୍ଠ ସିନା ନୀଳବର୍ଣ୍ଣ ଧାରଣ କଲା, କିନ୍ତୁ ଲୋକମଙ୍ଗଳକାରୀ ଲୋକନାଥଙ୍କ ପାଇଁ ଏହା ଭୂଷଣ ହୋଇ ରହିଲା। ବିଷ୍ପାବନ ଲୋକଭାବନ ବିଶ୍ୱନାଥଙ୍କ ଏ ଅଦ୍ଭୁତ ଲୀଳାକୁ ଅତିବଡ଼ି ଜଗନ୍ନାଥ ଦାସ ପ୍ରଶଂସା କରି ଭାଗବତରେ ଲେଖିଲେ। ସାଧୁଜନଙ୍କ ମତ ଏହି ଯେ ପରଦୁଃଖେ ଦୁଃଖ ସହି କରି ପର ଉପକାର, ଧନ୍ୟ ଜୀବନ ତାହାଙ୍କର। ବୋଲଇ ବିପ୍ର ଜଗନ୍ନାଥ। ବିଷ ଭକ୍ଷିଲେ ଉମାକାନ୍ତ। ଓ ନମଃ ଶିବାୟ। अर्जुनी चरण बेहेरा। ଆପଣ ଶୀର୍ଷକ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ ସବସ୍କ୍ରାଇବ୍ କରିନିଅନ୍ତୁ। ଏଭଳି ଦିବ୍ୟ ସିରିଜ୍ ଆଧ୍ୟାତ୍ମିକ, ପୌରାଣିକ, ସାହିତ୍ୟ, ଗଳ୍ପ, କବିତା ତଥା ଓଡ଼ିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ପାଇଁ ଏହି ଯାତ୍ରାରେ ସାମିଲ ହୋଇ ବହୁଳ ମାତ୍ରାରେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ। ଜୟ ଜଗନ୍ନାଥ।